ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ ପିଲାମାନେ। କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଗଛଟି ଅତି ନରମ ଗଳାରେ କହୁଛି, ହେ ମୋର ଭଉଣୀ ଭାଇମାନେ, ତୁମେମାନେ ମୋର ଫଳ ଖାଇବାକୁ ମନ ବଳାଇଛ, ହେଲେ ସେଥିରେ ମୋର ଆପତ୍ତି ନାହିଁ। ଟିକେ ହେଲେ ନ ଭାବି ମୋର ଡାଳକୁ ଟାଣି ନେଉଛ। ତାହାଦ୍ୱାରା ମୋର ପ୍ରାଣ କିପରି ଦୁଃଖରେ ଜଳୁଛି ତାହା ତୁମେ ଜାଣିପାରିବନି। ମୋ ଦେହରୁ ଯେଉଁ କ୍ଷୀର ଝରୁଛି ତାହା ମୋର ଆଖିର ଲୁହ ଧାର। ତାହା ମୋ ମନର କଷ୍ଟକୁ କହିଦେଉଛି। ତୁମେମାନେ ଟିକେ ଶୁଣ। ମୁଁ ଜନ୍ମ ବେଳରୁ କେତେ ଦୁଃଖ ସହି ଝଡ଼ ବର୍ଷା ନ ମାନି ଖରା କାକରରେ ମୋ ଡାଳ ପତ୍ରକୁ ଯତ୍ନରେ ଭିଡ଼ି ରଖିଛି। ତୁମେ ସିନା ମୋର ମାଳ ମାଳ ଫଳକୁ ଦେଖି ଆଜି ଈର୍ଷା କରୁଛ, ହେଲେ ମୋର ଏଇ ରୂପ କେତେ ସାଧନାର ଫଳ ତାହା ତୁମେ ଜାଣିପାରିବ ନାହିଁ। ମୁଁ ସାନରୁ ବଡ଼ ହୋଇ କର୍ମ ପଥରେ ପର ଉପକାର ଭଳି କର୍ମକୁ ମୂଳମନ୍ତ୍ର କରି ରହିଛି। ଚେର ମୂଳଠାରୁ ଡାଳପତ୍ର ଫୁଲଫଳ ଆଦି ସମସ୍ତଙ୍କୁ ଦେଇଛି। ମୋର ବଳକରୂପୀ ହୃଦୟକୁ ଚିରି ମୋ ଛାଇରେ ସମସ୍ତଙ୍କୁ ଆଶ୍ରା ଦେଇଛି। ଅନ୍ତର ଖୋଲି ତୁମକୁ କହୁଛି, ମୋତେ ଆଉ ଆକୁଳ କର ନାହିଁ। ତୁମ ସେବାରେ ମୁଁ ନିତିଦିନ ରହିଛି। ତୁମେ ଖାଇବା କଥା ଖାଅ। ମୋ ଫଳ ଖାଇ ମୋ ଆଗରେ ଶପଥ କର, ସାରା ଜୀବନ ତୁମେ ନିଜର କର୍ମ ପଥରେ ହେଳା କରିବ ନାହିଁ। ଜଗତର ହିତରେ ଗଛ ଲଗେଇବ। ଗଛ ଲାଗିଲେ ସବୁଜିମା ଭରିଯିବ। ଫଳରେ ଧରଣୀ ହସି ଉଠିବ। ଧରଣୀ ହସିଲେ ଆମର ପରିବେଶ ଆଉ ହତଶ୍ରୀ ହେବ ନାହିଁ।